ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆସନ୍ତା 25 ତାରିଖରେ ମିଳିବ। ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଯେଉଁ ଆବେଦନକାରୀଙ୍କର ଆବେଦନ ଗ୍ରହଣୀୟ ହୋଇପାରିନାହିଁ, ସେନେଇ ଯାଞ୍ଚ ଚାଲିଛି ବୋଲି ସରକାର କହିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ପ୍ରଦାନ କରାଯାଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା 6 ତାରିଖ ଭିତରେ ଯୋଗ୍ୟ ଓ ଅଯୋଗ୍ୟ ହିତାକାରୀଙ୍କ ତାଲିକା ପ୍ରକାଶ ପାଇବ। ଏହି ତାଲିକା ବ୍ଲକ, ସହରାଞ୍ଚଳ ଓ ମହାନଗର ସ୍ତରରେ ପ୍ରକାଶ ପାଇବ। ଏହା ପରେ ଆଉ 7 ଦିନ ଅଭିଯୋଗ ଶୁଣାଯିବ। ସବୁ ମହିଳାଙ୍କୁ ମିଳିବ 50,000 ଟ। ସୂଚନାଯୋଗ୍ୟ, ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଟଙ୍କା ଭୁବନେଶ୍ୱରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ବାରିପଦାରୁ ଯାଇବା ବେଳେ ତୃତୀୟ ପର୍ଯ୍ୟାୟରେ ସୁନ୍ଦରଗଡ଼ରୁ ଟଙ୍କା ରିଲିଜ କରାଯାଇଥିଲା। ସୁଭଦ୍ରା ଯୋଜନାରେ ଏପର୍ଯ୍ୟନ୍ତ ପ୍ରଥମ କିସ୍ତିର 3ଟି ପର୍ଯ୍ୟାୟରେ ଯୋଗ୍ୟ ହିତାକାରୀମାନଙ୍କୁ ଟଙ୍କା ମିଳିସାରିଛି। ରାଜ୍ୟ ସରକାର ଏପର୍ଯ୍ୟନ୍ତ ପ୍ରାୟ 80 ଲକ୍ଷ ମହିଳାଙ୍କୁ ଟଙ୍କା ପ୍ରଦାନ କରିସାରିଛନ୍ତି। ଆହୁରି 20 ଲକ୍ଷରୁ ଅଧିକ ହିତାକାରୀ ଏହି ଯୋଜନାରୁ ଉପକୃତ ହେବାକୁ ଆଶା ରଖୁଛନ୍ତି। ରାଜ୍ୟ ସରକାର ପୂର୍ବରୁ କହିଛନ୍ତି ଯେ, ସବୁ ଯୋଗ୍ୟ ହିତାକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ। ସେହି ସ୍ଥାନକୁ ସରକାର ଫୋକସରେ ରଖୁଛନ୍ତି। ଏହା ବ୍ୟତୀତ ଯେଉଁ ସବୁ ଜିଲ୍ଲାରେ ଆବେଦନ ଖାରଜ ହୋଇଛି, ସେହି ସ୍ଥାନଗୁଡ଼ିକରେ ସିଡିପିଓଙ୍କ ତତ୍ତ୍ୱାବଧାନରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ଆବେଦନ ଖାରଜ ହୋଇଥିବା ହିତାଧିକାରୀ ଅସନ୍ତୋଷ ପ୍ରକାଶ କରିବା ପରେ ସରକାର ସତର୍କ ହୋଇଛନ୍ତି। ଜିଲ୍ଲାବାରୀ ଯାଞ୍ଚ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। କମ ପଞ୍ଜୀକରଣ ଓ ଆବେଦନ ଅଗ୍ରାହ୍ୟ ହୋଇଥିବା ସ୍ଥାନକୁ ଗୁରୁତ୍ୱ ଦେଉଛି ବିଭାଗ।